ଆଜିର ଓଢ଼ଣା ସିରିଏଲ ଦେଖିବାକୁ ପାଇବେ କି ଜ୍ୟୋତି ଘରକୁ ଫେରି ଆସିବା ମାତ୍ରକେ ତାଙ୍କର ଶାଶୁ ଯାଇକି ତାଙ୍କୁ ସନ୍ଧ୍ୟା କୁଣ୍ଡେଇ ପକେଇକି କହିବେ ଯୋଉ ତାପରେ ମୋହିନୀ କହିବ କି ଆରେ ଅପା ତମେ ସେ ଆସୁ ଆସୁ ତାକୁ କୁଣ୍ଡେଇ ଧରୁଛ, ତାକୁ ଥରେ ତ ପଚାର ଯୋଉଠି ଭଲ ଘର ବୋହୂମାନେ ଯାଆନ୍ତିନି ଆଉ ସେ ସେଇଠିକି ଯାଇଥିଲାନି ତ। ସେଇ ସମୟରେ ଜେଜେମା କହିବେ କି ଆରେ ମୋହିନୀର କହିବା ଅର୍ଥଟା ଭୁଲ ହେଇପାରେ ସତ, କିନ୍ତୁ ହଁ ଥରେ ତାକୁ ପଚାର ସେ କୋଉଠୁ ଆସିଲା। ସେଉଠୁ ଜୀବନ କହିବ କି ଜେଜେମା ମୁଁ ତାଙ୍କୁ ଅଳିଆ ଗଦାରୁ ପାଇଲି। ସେଉଠୁ ଜେଜେମା କହିବେ କି ଜ୍ୟୋତି ତୁ ଅଳିଆ ଗଦାକୁ ଯାଇଥିଲୁ କ'ଣ ପାଇଁ? ନା ଜେଜେମା ମୁଁ ସତ କହିବି ନା ସତକୁ ଘୋଡ଼େଇ ରଖିବି। ନା ସେଉଠୁ ଜୀବନଙ୍କର ବାପା କହିବେ କି ତମେ ଏତେ କଥା ବୁଲେଇ ବଙ୍କେଇ ନ କହିକି କ'ଣ ହେଇଛି ସବୁ ସିଧା ସିଧା କୁହ। ସମସ୍ତେ ସେଇଠି ଥିବାବେଳେ ସେଠୁ ଜ୍ୟୋତି ଯାଇକି ମାନସୀ ଆଗରେ କହିବ କି ମୁଁ ତ ଦେଖିନି କାହା ମୁହଁ, କିନ୍ତୁ ମୁଁ ଏତିକି ଜାଣିଛି ମୋତେ ବେଉସ କରିକି ପଟି ଭିତରେ ନାଇଥିଲେ, କିନ୍ତୁ ମୁଁ ଦେଖିଛି ସେ ଚପଲ ନୀଳ ଚପଲ ଥିଲା ଆଉ ସେ ଚପଲ କାହାର ବି ନୁହଁ, ମୋ ନିଜ ଅପାର ଥିଲା। ଆଉ ମୁଁ ଅପା ତୁ କ'ଣ ପାଇଁ ଏମିତି କଲୁ? ଆଉ ମୋଟ ଦେଖିଲା ବେଳକୁ ସମସ୍ତେ କହିବେ କି ଦେଖିଲା ବେଳକୁ ମାନସୀର ଚପଲ ବଦଳି ଦେଇଥିବ। କ'ଣ ସତ?